ଶ୍ରୀରବିନ୍ଦ ପୂର୍ବରୁ ଆମର ଭାଇ କସମ ଭାଇ ବହୁତ ସୁନ୍ଦର ଭାବେ ବର୍ଣ୍ଣନା କଲେ ଯେ ଆମର ସ୍ତର ଚେତନାର ସ୍ତର ଊର୍ଦ୍ଧ୍ୱକୁ ଊର୍ଦ୍ଧ୍ୱକୁ ଯାଉଛି। ବର୍ତ୍ତମାନ ସ୍ତରରେ ମାନବ ତାହାର ମନର ଗଣ୍ଡି ପାର ହୋଇ ଏକ ମନୋତ୍ତର ଚେତନାକୁ ଯିବା ପାଇଁ ଚେଷ୍ଟା କରୁଛି। ଏହି ବିଷୟରେ ଶ୍ରୀରବିନ୍ଦ ବର୍ଣ୍ଣନା କରୁଛନ୍ତି 12 ଏବଂ 13 ପାରାରେ। ଶ୍ରୀରବିନ୍ଦ କହୁଛନ୍ତି ମାତ୍ର ଏହି ଯେଉଁ ଉଚ୍ଚତର ବା ଉଚ୍ଚତମ ଅସ୍ତିତ୍ୱ ଅଭିମୁଖେ ଆମ ଜୀବନର ବିବର୍ତ୍ତନ ଧାବିତ ହେବାରେ ଲାଗିଛି, ତା ମଧ୍ୟରେ ଆମ ପାଇଁ କ'ଣ ସବୁ ଅପେକ୍ଷା କରି ରହିଛି। ଏ ଯେଉଁ ଉଚ୍ଚତର ଚେତନା ଆମେ ଚାହୁଁଛେ ସେ ବିଷୟରେ ଶ୍ରୀରବିନ୍ଦ କହୁଛନ୍ତି ଯେ ଏହି ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ଆମ୍ଭକୁ ପୁରାତନ ସଂସ୍କୃତ ଭାଷାକୁ ଶିଖିବା ପାଇଁ ପଡ଼ିବ, କାରଣ ସେଇ ଭାଷାରେ ହିଁ ସେଥିରେ ହିଁ ଏଗୁଡ଼ା ସବୁ କିଛି ପରିମାଣରେ କ୍ରମବଦ୍ଧ ହୋଇ ଲେଖାଯାଇଛି। ତାପରେ ପ୍ରଭୁ ବର୍ଣ୍ଣନା କରୁଛନ୍ତି ଯେ ଆମ୍ଭମାନଙ୍କର ଦୁଇଟି ଚେତନା ଅଛି। ଦୁଇଟା ବର୍ତ୍ତମାନ ସେ ଯୋଗ ବିଷୟରେ କହୁଛନ୍ତି ଶ୍ରୀରବିନ୍ଦ। ଆମର ଦୁଇଟି ଚେତନା ଅଛି। ଗୋଟାଏ ହେଉଛି ମନ ପ୍ରାଣ ଶରୀରକୁ ନେଇ ବାହ୍ୟ ଚେତନା, ଯେଉଁଥିରେ କି ଆମେ ବାସ କରୁଛେ। ଆଉ ଗୋଟାଏ ହେଉଛି ତୃତୀୟ ସୋପାନ ବା ଯାହାକୁ କାରଣ ଶରୀର ବା କାଜୁଆଲ ବଡି ବୋଲି କୁହାଯାଏ। ଏବଂ ତାପରେ ମଧ୍ୟ ପଞ୍ଚମ ସୋପାନ, ଚତୁର୍ଥ ଏବଂ ପଞ୍ଚମ ସୋପାନ ଅଛି, ଯାହାକୁ ପ୍ରଭୁ ବର୍ଣ୍ଣନା କରୁଛନ୍ତି ବିଜ୍ଞାନ କୋଷ ବା ଆନନ୍ଦ କୋଷ। ବିଜ୍ଞାନ କୋଷ ମାନେ ତାର ଅର୍ଥ ହେଉଛି ମନୋତ୍ତର ଚେତନାର ସର୍ବୋତ୍ତମ ଦୀପ୍ତିଶୀଳ ବା ଭାସ୍ୱର ଭୂମି। ଏଇଟା ହେଉଛି ବିଜ୍ଞାନ ଆମ ଭିତରେ ହିଁ ଅଛି, ଆମକୁ ତାକୁ ଆବିଷ୍କାର କରିବା ପାଇଁ ପଡ଼ିବ। ଏବଂ ଏହି ଦୁଇଟି ଚେତନାକୁ ଶ୍ରୀରବିନ୍ଦ ବର୍ଣ୍ଣନା କରୁଛନ୍ତି ମହାକାବ୍ୟ ସାବିତ୍ରୀରେ ଖୁବ୍ ସୁନ୍ଦର ଭାବରେ। ମନ ପ୍ରାଣ ଚେତନାରେ ଆମେ ଯେଉଁ ବାସ କରୁଛେ ସାଧାରଣ ଜୀବନ, ସେଇଟାକୁ ଶ୍ରୀରବିନ୍ଦ କହୁଛନ୍ତି ଆୱାର ରେଞ୍ଜ ଇଜ୍ ଫିକ୍ସଡ within the crowded arc of what we observe and touch and thought can guess। ଆମେ ଯେଉଁଟା ଅବଜର୍ଭ କରିପାରୁଛେ, ଯେଉଁଟା ମନ ଦ୍ୱାରା ଯେଉଁଟା ଛୁଇଁ ପାରୁଛେ, ଯେଉଁଟା ଗେସ୍ କରିପାରୁଛେ, ତାକୁ ହିଁ ଆମେ ଜୀବନ ବୋଲି ଭାବୁଛେ। and rarely dawns the light of the unknown। ଏବଂ ଯେଉଁ ଅନନୋନଙ୍କର ଲାଇଟ୍ ଆମର ଭିତରେ ହିଁ ଅଛନ୍ତି, ସେ ତାର ପ୍ରଜ୍ୱଳିତ ହେଇପାରୁନାହାନ୍ତି, ତାର ଉଷା ପ୍ରକାଶ ହେଇପାରୁନି। waking in as the prophet and the seer। waking in as the prophet and the seer। ଆମ ଭିତରେ ଯେଉଁ ପ୍ରଫେଟ୍, ଯେ ଦୈବବାର୍ତ୍ତା ପ୍ରେରଣାକାରୀ ଶକ୍ତି ଏବଂ ଯେ ଜ୍ଞାତା ଯେଉଁ ପ୍ରକୃତ ସାଇକିକ୍ ବିଙ୍ଗ, ତାକୁ ଊର୍ଦ୍ଧ୍ୱକୁ ଉଠିପାରେ ନାହିଁ। ତାପରେ ଏଇଟା ହେଉଛି ବାହ୍ୟ ଜୀବନ। ଅନ୍ତଃ ଜୀବନ ବିଷୟରେ ଶ୍ରୀରବିନ୍ଦ ଫେର ବର୍ଣ୍ଣନା କରୁଛନ୍ତି ଏବଂ ଏଠି ମଧ୍ୟ କହୁଛନ୍ତି ଯେ ମାଇଣ୍ଡ କିପ୍ସ ଦି ସୋଲ୍ ପ୍ରିଜନେର। ଆମ ଆତ୍ମାକୁ ବନ୍ଦୀ କରି ରଖିଛି। ୱି ଆର୍ ସ୍ଲେଭ୍ସ ଟୁ ଆୱାର ଏକ୍ସ। ଆମେ ଆମର କର୍ମରେ ଭୃତ୍ୟ ଭଳିଆ ଚାକର ଭଳିଆ କାମ କରୁଛେ। ପ୍ରଭୁ ବର୍ଣ୍ଣନା କରୁଛନ୍ତି ସେ ମହାକାବ୍ୟ ସାବିତ୍ରୀରେ ହିୟର ମ୍ୟାଟର ସିମ୍ସ ଟୁ ମୋଲ୍ଡ ଦି ବଡିଜ୍ ଲାଇଫ୍ ଏଣ୍ଡ ଦି ସୋଲ୍ ଫଲୋସ୍ ଭେରି ଇଟ୍ସ ନେଚର ଡ୍ରାଇଭ୍ସ। ସୋଲ୍ଟାକୁ ନେଚର ଚଳାଉଛି, ମାନେ ଗୋଟେ ଅନ୍ଧ ଭଲ ଲୋକକୁ ବାଟ ଚଳାଉଛି। ନେଚର ଏଣ୍ଡ ଫେଟ୍ କମ୍ପେଲ ହିଜ୍ ଫ୍ରି ୱିଲ୍ସ ଚଏସ୍। ତାର ଯେଉଁ ଫ୍ରି ୱିଲ୍ ସାଇକିକ୍ ୱିଲ୍, ତାକୁ କିଏ ଚଳାଉଛି? ନେଚର ଏଣ୍ଡ ଫେଟ୍। ବଟ୍ ଗ୍ରେଟର ସ୍ପିରିଟ୍ସ ଦିସ୍ ବାଲାନ୍ସ କ୍ୟାନ୍ ରିଭର୍ସ। କିନ୍ତୁ ଆମେ ଯଦି ସେଇ ଚୈତ୍ୟ ସତ୍ତାକୁ ଆବିଷ୍କାର କରିବା, ଦିସ୍ ବାଲାନ୍ସ କ୍ୟାନ୍ ରିଭର୍ସ ଏଣ୍ଡ ମେକ୍ ଦି ସୋଲ୍ ଦି ଆର୍ଟିଷ୍ଟ ଅଫ୍ ଇଟ୍ସ ଫେଟ୍। ଫେଟ୍ ବୋଲି ଯାହାକୁ ଆମେ କହୁଛେ, ତାକୁ ସୁନ୍ଦର ଭାବେ ଗୋଟେ ଆର୍ଟିଷ୍ଟ କରିକିରି ସେ ହିଁ ଫେଟ୍ ଇଜ୍ ରିଟର୍ନ ଇନ୍ ଡବଲ୍ ଟର୍ମସ୍। ମ୍ୟାନ୍ କ୍ୟାନ୍ ଆକ୍ସେପ୍ଟ ହିଜ୍ ଫେଟ୍, ହି କ୍ୟାନ୍ ରିଫ୍ୟୁଜ୍। ଏଇ ଯେଉଁ ଜିନିଷଟା ଲେଖୁଛନ୍ତି ପ୍ରଭୁ ମହାକାବ୍ୟ ସାବିତ୍ରୀରେ, ଏଇଟା କରିପାରିବ। ତାପରେ ବର୍ଣ୍ଣନା କରୁଛନ୍ତି ଏଇ ଯେଉଁ ଜିନିଷଟା ପାଇବା କଥା, ଏଇଠି ବର୍ଣ୍ଣନା କଲେ, ଏଇଟାକୁ ବର୍ଣ୍ଣନା କରୁଛନ୍ତି ପ୍ରଭୁ ମାତ୍ର କେବଳ ମାନସିକ ଜିଜ୍ଞାସା ଓ ମାନସିକ ତର୍କଣା ୱାର୍ଡ଼ଟା ବ୍ୟବହାର କରୁଛନ୍ତି ଚିତ୍ତ ଭାଇ। ତର୍କଣା ମାନେ ଅନୁମାନ। ମାନସିକ ଜିଜ୍ଞାସା ଏବଂ ମାନସିକ ଅନୁମାନରେ ଏ ଶକ୍ତି କେବେ ହେଲେ ଆସେ ନାହିଁ। ସେଥିପାଇଁ କ'ଣ ଦରକାର? ଏହାକୁ ଆମେ ବରଂ ଏକ ବିଶୁଦ୍ଧ ଆପେ ବର୍ତ୍ତମାନ ତଥା ସ୍ୱାତନ୍ତ୍ର୍ୟ ଯୁକ୍ତ ଆନନ୍ଦ ରୂପେ ଅନୁଭବ କରିବା। ଏ ଉପରେ ଅଛନ୍ତି, ଊର୍ଦ୍ଧ୍ୱରେ ଅଛନ୍ତି ଏବଂ ଶାନ୍ତ ଯଦି ଆମେ ରହିବା, ସେ ଅନୁସାରେ ଆମେ ପାଇପାରିବା। ଏଇ ଜିନିଷଟାକୁ ଶ୍ରୀରବିନ୍ଦ ମହାକାବ୍ୟ ସାବିତ୍ରୀ ବର୍ଣ୍ଣନା କରୁଛନ୍ତି ଖୁବ୍ ଚମତ୍କାର ଭାବରେ। This light comes not by struggle or by thought. In the mind's silence, the transcendental acts
मनर सांत्वना शांततारे ही मन जिते शांत रहिबो इन द माइंड्स साइलेंस द ट्रांसेंडेंट एक्ट्स एंड द हस्ड हार्ट हियर्स द अनअटेड वर्ड एवं से स्तब्ध शांत मन ही हृदय ही से अनअटेड वर्ड से भगवत बाणी की शुणी पार ए भास्ट सरेंडर या कौन माध्यम ए भास्ट सरेंडर वाज इज ओनली स्ट्रेंथ केवल आम माँ के पाखे समर्पण ही करवा ए पावर दैट लिव्स अपन द हाइट्स मस्ट एक्ट यहाँ से वर्णना कले सुंदर भाव गद्य भाव यहाँ आपे वर्तमान एक ऊर्धर शक्ति अच्छी ये प्रभु वर्णना कर भाषा महाकाव्य सावित्री ए पावर दैट लिव्स अप द हाइट्स मस्ट एक्ट ब्रिंग इन टू लाइफ क्लोजर रूम द इमोर्टल्स एयर एंड फील द फाइनाइट विथ द इनफाइनाइट सुख चमत्कार भाव में वर्णना कले यहाँ महाकाव्य सावित्री से सिंथेसिस ऑफ योग एवं लाइव डिवाइन ग्रंथर मध्य ताहा खूब सुंदर भाव वर्णना है गोटाए जिनिस एवं माँ ए विषय कहते ये जो किमती आम भितर शक्ति आसब शांत भाव में माँ ए विषय वर्णना कर when the mind is perfectly silent ଯେତେବେଳେ मन पूरापूरी भाव में शांत अच्छी प्योर लाइक ए वेल पॉलिश्ड मिरर आमर मन प्योर लाइक ए वेल पॉलिश्ड मिरर आईना गोटे वेल पॉलिश्ड मिरर इमोबाइल एज ए पॉन्ड एंड ए ब्रिजलेस डे इमोबाइल एक बार निस्तब्ध शांत इन द माइंड्स साइलेंस इन एब्सोल्यूट साइलेंस स्लीप्स एन एब्सोल्यूट पावर श्रीरविंद लक्षण महाकाव्य सावित्री इन एब्सोल्यूट साइलेंस स्लीप्स एन एब्सोल्यूट पावर awaking it can wake the transbound soul in the ray reveal the parent son एठी वर्णना करचंती माँ mirror immobile as a pond and a breathless day then from above as the light of the stars drops on the motionless water so the light of the supermind of the truth within shines in the quieted mind and give birth to intuition जोटा कि आमर उद्धतर चेतना को आम चाहूचे मनस्तर चेतना दैट इज कॉल्ड इंट्यूशन दैट मीन्स दूरदृष्टा आम आर सीइंग द बियॉन्ड यहाँ चैप्टर 12 मोटामोटी सारांश यहाँ कहले बर्तमान चैप्टर 13 वर्णना कर प्रभु आमर मन भी प्रस्तुत ये सब कल्पनार प्रकृत में कौन से वास्तव और संभव वस्तु सहित कौन संपर्क रही कि आम ये सब कल्पना कले आम भितर से शक्ति अच्छी किंतु या सहित आम वास्तव जीवन किसी संपर्क अच्छी कि प्रभु कहते जे यही कल्पना गुड़िक ही बाह्य अन्य जोगरे पूर्ण सिद्धि बा सर्वोत्तम आविष्कार भाव में घोषणा कर कल्पना गुड़िक ही जावतीय जोग आपणार चूड़ांत अनुभव एवं सर्वोच्च लक्ष्य रूपे घोषणा करछंती हूँ श्रीरविंद जोग हूँ अन्य जोग जोटा शेष हुए श्रीरविंद जोग सेठू आरंभ हुए यहाँ हूँ तार प्रमाण ये वर्णना करते प्रभु महाकाव्य सावित्री ये विषय खूब सुंदर भाव पुराणा जोग कौन कहते मनर कल्पना गुड़ी ही जावतीय जोग तर शेष पर्याय बोली कहते किंतु श्रीरविंद कहते ना यहाँ भूल किमती आवर अर्ली अप्रोच टू द इनफाइनाइट श्रीरविंद वर्णना करते महाकाव्य सावित्री आवर अर्ली अप्रोच टू द इनफाइनाइट आर सनराइज स्प्लेंडर्स एंड marvelous birds while lingers yet unseen the glorious sun what now we see is a shadow of what must come से वर्णना करते आमर अर्लियर जो सब भगवान का बाबद कहुई जोटा कि सर्वोत्त बोली कहते आर सनराइज स्प्लेंडर्स सी हूँ अपूर्व सूर्यरश्मि जहाँकि फलक मध्य वर्तमान दीप्तिमान हुई अच्छी किंतु से सूर्य रश्मि को अनुभव करते बट अनसीन द ग्लोरियस सन कि सूर्य को देखना एवं जहाँ से मैंने कर शेडो ऑफ व्हाट मस्ट कम जहाँ से मैंने कर आसब तार प्रतिबिंब मात्र किंतु असल रूप को देखना तापर पढ़े खूब सुंदर भाव लिखिं एत कहवाई समय नहीं तापर वर्णना करते मात्र दिव्य मानर सोपानटी ये सब आहरी उच्च एक सोपान कार्य कर आनंद ही यार स्वभाव हो रही विषय श्रीमद महाकाव्य सावित्री कहते एन अनबर्न स्पिरिट अनबर्न पावर मस्ट बिल्ड रियलिटी जो पावरटा जन्म है
ସିଏ ହିଁ ୟାକୁ ବାସ୍ତବତାରେ ପରିଣତ କରିବ ଆମ ଯୁଗର। ସେ ବାସ୍ତବତାରେ କ'ଣ ପ୍ରଭୁ କହୁଛନ୍ତି, ଏ ଡେଥ୍ ବାଉଣ୍ଡ ଲିଟଲନେସ୍ ଇଜ୍ ନଟ୍ ଅଲ୍ ୱି ଆର୍। ଆମେ ଯେ ଗୋଟେ ମରଣଶୀଳ କ୍ଷୁଦ୍ର ଜୀବ ଏଇଟା ଆମର ପରିଚୟ ନୁହଁ। ଏ ଡେଥ୍ ବାଉଣ୍ଡ ଲିଟଲନେସ୍ ଇଜ୍ ନଟ୍ ଅଲ୍ ୱି ଆର୍ immortal or forgotten vastnesses. Our vastness is immortal, which we have forgotten. ଆମେ ଭୁଲି ଯାଇଛେ। ଏବେ ଇଟ୍ସ ଡିସ୍କଭରି ଇନ୍ ଦ ସମିଟ୍ ସେଲ୍ଫ। ସିଏ ଆମର ଶିଖର ଦେଶରେ ଅପେକ୍ଷା କରି ରହିଛି। ଆମେ କେବେ ତାକୁ ଆବିଷ୍କାର କରିବା, କେବେ ତା ଭିତରେ ରହିବା। ଅନମେଜର୍ଡ ବ୍ରେଥ୍ ଆଣ୍ଡ ଡେପ୍ଥ ଅଫ୍ ବିଇଂ ଆର୍ ଆୱାର୍ସ। ଆମର ଡେପ୍ଥ ଆଣ୍ଡ ବ୍ରେଥ୍ ଅଫ୍ ବିଇଂ ଆର୍ ଅନମେଜର୍ଡ, ମାନେ ଅମାପ। ଆମର ଗଭୀରତା ଏବଂ ପ୍ରଶସ୍ତତା ଅନମେଜର୍ଡ, ଅମାପ। ନେଇବର୍ସ ହାଭ୍ ହେଭେନ୍ ଆର୍ ନେଚର୍ସ ଅଲ୍ଟିଚ୍ୟୁଡ୍। ଆମେ ହେଉଛୁ ସ୍ୱର୍ଗର ପଡ଼ୋଶ। ଏଇଟା ଏଇ ବିଷୟ କେହି ଆଗରୁ କହିନାହାନ୍ତି। ତେଣୁକରି ଶ୍ରୀରବିନ୍ଦ୍ର ଯୋଗା ବିଗିନ୍ସ ଭେର୍ ଅଦର ଯୋଗା। ଏହି ସାମର୍ଥ୍ୟ ଗୁଡ଼ିକୁ ଷଷ୍ଠତଃ ଦିବ୍ୟ ସାମର୍ଥ୍ୟ ବୋଲି କୁହାଯିବ। ଏଇଟା ହିଁ ଦିବ୍ୟ ସାମର୍ଥ୍ୟ। ଏଇଟାକୁ ଆମେ ଯେତେବେଳେ ଅନୁଭବ କରିବା, ଏଇ ଜୀବନଯାପନ କରିବା ପାଇଁ ଚାହିଁବା, ଏଇଟା କହୁଛି। ଏବଂ ମନୁଷ୍ୟ ଏଇଟା ଖୁବ୍ ସୁନ୍ଦର ଭାବେ ବର୍ଣ୍ଣନା କରୁଛନ୍ତି, ଟିକେ ଶୁଣନ୍ତୁ। ଏବଂ ମନୁଷ୍ୟ ତାର ପ୍ରତୀତ ସୋପାନଟିରେ, ଅର୍ଥାତ୍ ଜ୍ଞାତ ସୋପାନ, ମନୁଷ୍ୟ ତାହାର ଜ୍ଞାତ ସୋପାନଟିରେ ବର୍ତ୍ତମାନ ଯେଉଁଭଳି ଭାବରେ ତିଆରି ହୋଇ ରହିଛି, ସେହି ଦୃଷ୍ଟିରୁ ସେଗୁଡ଼ିକ ଚେତନା ଓ କ୍ରିୟାଶୀଳତାର ମନୁଷ୍ୟାତୀତ, ଅର୍ଥାତ୍ ଅତିମାନବିକ ଭୂମି ବା ଅବସ୍ଥା ବୋଲି କୁହାଯିବ। ଆମେ ଏଇଟା ଦୁଇଟା ସୋପାନ ଆମେ ବାସ କରୁଛୁ, ଗୋଟେ ଜ୍ଞାତ ସୋପାନ ଆଉ ଗୋଟେ ଅଜ୍ଞାତ ସୋପାନ। ଅଜ୍ଞାନ ଭାବରେ କେତେ ଲୋକ ବାସ କରୁଛୁ, କିଛି ଜାଣନ୍ତିନି। ଶ୍ରୀରବିନ୍ଦ୍ର କହୁଛନ୍ତି, even when we fail to look into our souls or lie embedded in earthly consciousness, still have we parts that grows towards the light. ଆମେ ଜଣେ ଲୋକ କିଛି ଜାଣିନି, ପ୍ରୋଗ୍ରେସରେ କିଛି ନାହିଁ, କେବଳ 200 ଟଙ୍କା ରୋଜଗାର କରୁଛି, ଖାଉଛି, ପିଉଛି, ଯାହା କରିବା କଥା କରୁଛି। ପ୍ରଭୁ କହୁଛନ୍ତି ଯେ ଦୁଇଟା ସ୍ତର ଅଛି, ଗୋଟେ ଜ୍ଞାତ ସ୍ତର, ଗୋଟେ ଅଜ୍ଞାତ ସ୍ତର। ଆମେ ଭଗବାନଙ୍କ ବିଷୟରେ ଜାଣୁଛେ, କିଏ ଜାଣୁନି। କିନ୍ତୁ ଯିଏ ଜାଣିନି, କିଛି ଜାଣିନି, ଗୋଟେ ଗ୍ରସ୍ ମ୍ୟାଟର, ତା ବିଷୟରେ ମଧ୍ୟ କହୁଛନ୍ତି ଯେ ଇଭିନ୍ ହ୍ୱେନ୍ ୱି ଫେଲ୍ ଟୁ ଲୁକ୍ ଇଣ୍ଟୁ ଆୱାର ସୋଲ୍ସ, ଯଦିଓ ଆମେ ଆମର ଆତ୍ମ ବିଷୟରେ ଜାଣିବା ପାଇଁ ଅକୃତ କାର୍ଯ୍ୟ ହଉ, ଜାଣୁନା, ଏଣ୍ଡ ଲାଇ ଇମ୍ବେଡେଡ୍ ଇନ୍ ଆର୍ଥଲି କନସିୟସନେସ୍, ଆମେ କେବଳ ଗୋଟେ ଅତି ନିମ୍ନ ଭାବରେ ଚଳୁଛେ, କେବଳ ଟଙ୍କାଟିଏ ରୋଜଗାର କରୁଛେ, ଭିକ ମାଗୁଛେ, ଚଞ୍ଚଳଟିଏ ଶୋଉଛେ ଇତ୍ୟାଦି। ଷ୍ଟିଲ୍ ହ୍ୟାଭ୍ ୱି ପାର୍ଟସ୍ ଦ୍ୟାଟ୍ ଗ୍ରୋସ୍ ଟୁୱାର୍ଡସ୍ ଦି ଲାଇଟ୍। ତଥାପି ଆମ ଭିତରେ କିଛି ଅଛି ଯିଏକି ଆଲୋକ ଆଡ଼କୁ ଗତି କରୁଛି। Yet are there luminous tracts and heaven's shrine and temple to the Godhead, and Eldorados of splendor and ecstasy, and temples to the Godhead none can see. ଏବଂ ତା ଭିତରେ ମଧ୍ୟ ଟେମ୍ପଲ୍ସ ଟୁ ଦ ଗଡହେଡ୍ ଅଛି। ସେ ବର୍ତ୍ତମାନ ଅଜ୍ଞ ଅବସ୍ଥାରେ ଅଛି, ସୁପ୍ତ ଅବସ୍ଥାରେ ଅଛି। ଏ ସେଫ୍ଲେସ୍ ମେମୋରି ଲିଙ୍ଗର୍ସ ଇନ୍ ଆଜ୍ ଷ୍ଟିଲ୍। ଗୋଟେ ମେମୋରି ଏ ସେଫ୍ଲେସ୍ ମେମୋରି ଲିଙ୍ଗର୍ସ ଇନ୍ ଆଜ୍ ଷ୍ଟିଲ୍। ଗୋଟେ ସେଫ୍ଲେସ୍ ମେମୋରି ଆମ ଭିତରେ ତଥାପି ଲିଙ୍ଗରିଂ କରୁଛି। ଏବଂ ସମଟାଇମ୍ସ ଆମେ ଯେତେବେଳେ ଅନ୍ତର୍ମୁଖୀ ହଉ, ସେତିକିବେଳେ ଆର୍ଥସ୍ ଇଗ୍ନୋରେନ୍ସ ଭେଲ୍ ଇଜ୍ ଲିଫ୍ଟେଡ୍ ଆମର ସାଇଟ୍। ଏଇଠି ବର୍ଣ୍ଣନା କଲେ ଏଇ ଯେଉଁ ଜ୍ଞାତ ସୋପାନ ଏବଂ ଅଜ୍ଞାତ ସୋପାନ କଥା ଏଠି ପ୍ରଭୁ ବର୍ଣ୍ଣନା କରୁଛନ୍ତି। ଆମେ ଯେତେବେଳେ ଅନ୍ତର୍ମୁଖୀ ହଉ, ସେତେବେଳେ ଆମେ ଜ୍ଞାତ ସୋପାନକୁ ଯାଉ। କିନ୍ତୁ ତା ପୂର୍ବରୁ ହୁଏତ ଆମେ ହଜାର ଜନ୍ମ ନେଇଥାଇପାରନ୍ତି, କିଛି ଯାଏ, ବଟ୍ ଇଟ୍ ଇଜ୍ ୱେଟିଂ। ଏଇଟା ନିରାଶ ହେବାର କିଛି ନାହିଁ। କୌଣସି ଲୋକ ଯେ ହତଛା ହେଇଯାଉଛି, ମୁଁ ପାରିବିନି, ନା, ଇଟ୍ ଇଜ୍ ନଟ୍ ଲାଇକ୍ ଦ୍ୟାଟ୍। ଶ୍ରୀମନ୍ଦିର ଯୁଗରେ ସେ ପ୍ରକାର ନାହିଁ। ଦିବ୍ୟ ଜୀବନ ଏଇଟା ଯେଉଁଟା, ଏଇ ଯେଉଁ ଦୁଇ ପ୍ରକାର ରାସ୍ତା, ଭେନ୍ ଆୱାର ସାଇଟ୍ ଇଜ୍ ଟର୍ଣ୍ଡ ବିଥିନ୍, ଏଇଟା ଦିବ୍ୟ ଜୀବନ ଗ୍ରନ୍ଥରେ ପ୍ରଭୁ ବର୍ଣ୍ଣନା କରୁଛନ୍ତି ଯେ ହୁଏତ ବ୍ୟକ୍ତିର ଉଜାଣି ବହମାନ ତପସ୍ୟା ଦ୍ୱାରା, ନଚେତ୍ ବିଶ୍ୱ ପ୍ରକୃତିର ସ୍ୱାଭାବିକ ପରିଣାମର ସୌନ୍ଦର୍ଯ୍ୟ। ଯେ କନସିୟସ୍ ଭାବରେ ଯିବା ପାଇଁ ଚାହୁଁଛି, ସିଏ ହୁଏତ ବାଇ ରିଭଲ୍ୟୁସନାରୀ ଇଣ୍ଡିଭିଜୁଆଲ ଏଫର୍ଟରେ ଯାଉଛି। କିନ୍ତୁ ଯିଏ ଜାଣିପାରୁନି, ସେ ବାଇ ଇଭଲ୍ୟୁସନାରୀ ଜେନେରାଲ ପ୍ରୋଗ୍ରେସନ୍, ବହୁତ କଷ୍ଟସାଧ୍ୟ କାର୍ଯ୍ୟ, ବହୁତ ଡେରି କାର୍ଯ୍ୟ। ଉଦାହରଣ ସ୍ୱରୂପ ଧରନ୍ତୁ, ଜଣେ ଏଠୁ କଟକରୁ ବମ୍ବେ ଯିବା ପାଇଁ ଚାହୁଁଛି, ସେ କେଉଁ ମାଧ୍ୟମ ବ୍ୟବହାର କରୁଛି? ଜଣେ ଚାଲି ଯାଇପାରେ, ଜଣେ ଶଗଡ଼ ଗାଡ଼ିରେ ଯାଇପାରେ, ଜଣେ ସାଇକେଲରେ ଯାଇପାରେ,
ଜଣେ ମୋଟର ବାଇକ୍ରେ ଯାଇପାରେ, ଜଣେ କାର୍ରେ ଯାଇପାରେ, ଜଣେ ଜଣେ ପ୍ଲେନ୍ରେ ଯାଇପାରେ। ଆମେ ଯେଉଁ ମାଧ୍ୟମ ବ୍ୟବହାର କରୁଛେ ସେଇ ମାଧ୍ୟମଟା ହିଁ, ସେଇ ମାଧ୍ୟମ ଦ୍ୱାରା ଆମେ ଅଗ୍ରସର ହେବା। ଯେ ଚାଲି ଚାଲି ଯାଉଥିବ ହୁଏ ତାକୁ 10ଟା ଜନ୍ମ ଲାଗିଯାଇପାରେ, ବାଟରେ ଗୋଟେ ଚାଲି ଯାଇପାରେ, ଫେର ଜନ୍ମ ହବ, ତାପରେ ବାହାରେ ଏସବୁ ହୁଏ। ବଟ୍ ଏଇଟାକୁ ଶ୍ରୀଅରବିନ୍ଦ କହୁଛନ୍ତି ଯେ ଏଇ ଯେଉଁଟା ଲେଖିଲେ ଆମର ଏଇ ଗ୍ରନ୍ଥରେ, ଏଇ ସିନ୍ଥେସିସ୍ ଅଫ୍ ଯୋଗରେ, ଏବଂ ଜ୍ଞାତ ସୋପାନଟିରେ ବର୍ତ୍ତମାନ ଯେଉଁଭଳି ଭାବରେ ତିଆରି ହୋଇ ରହିଛି, ସେହି ଦୃଷ୍ଟିରୁ ସେଗୁଡ଼ିକ ଚେତନା ଓ କ୍ରିୟାଶୀଳତାର ମନୁଷ୍ୟାତୀତ ଅର୍ଥାତ୍ ଅତିମାନବିକ ଭୂମିର ଅବସ୍ଥା ବୋଲି କୁହାଯିବ। ସିଏ ଯେତେବେଳେ ଯାଇପାରିବ ତାକୁ ଆମେ ଅତିମାନ ଭୂମି ବୋଲି କହିପାରିବା। ଆମର ଜାଗ୍ରତ ଅବସ୍ଥାରେ ଚେତନା ଲାଗି ଏହି ଯେଉଁ ଅବସ୍ଥା ଗୁଡ଼ିକ ବର୍ତ୍ତମାନ ଅପହଞ୍ଚ ହୋଇ ରହିଛି, ଆମେ ଯେଉଁଟାକ ଏବେ ପାଇନେ, ଯେଉଁଟା ଅପହଞ୍ଚ ହୋଇ ରହିଛି, ମାତ୍ର ସେଗୁଡ଼ିକୁ ତଥାପି ଆମରି ଭିତରେ ଏକ ଅତିଚେତନ ଅବସ୍ଥାରେ ହିଁ ବାସ କରି ରହିଅଛି। ଏଣୁ ଆମକୁ ସେ ଠିକ୍ ସେହି ସବୁ ସୋପାନକୁ ହିଁ ଉଠିଯିବାକୁ ପଡ଼ିବ। ଏବଂ ଯେଉଁଟା ଆମେ ଜାଣିନେ ସେଇଟା ଶ୍ରୀଅରବିନ୍ଦ କହୁଛନ୍ତି ଯେ ସେଇଟା ଆମ ଭିତରେ ହିଁ ଅଛି, ଏବେ ଆମେ ଜାଣିନେ, କିନ୍ତୁ ଆମେ ହୁଏତ 100 ଜୀବନ ପରେ ଜାଣିପାରିବା, ଲକ୍ଷ ଲକ୍ଷ ବର୍ଷ ପରେ ଜାଣିପାରିବା। ସେଥିପାଇଁ ମହାକାବ୍ୟ ସାବିତ୍ରୀରେ କହୁଛନ୍ତି ଶ୍ରୀଅରବିନ୍ଦ, while the tardy coilings of the aeons pass and the animal browses in the secret fence and the gold hawk can cross the skies no more। ତାମାନେ ଏଇ ଯେଉଁ ଅକାରଣ ହାହଲା ମଧ୍ୟରେ ଧୀର ମନ୍ଥର ଗତିରେ ଯୁଗ ଯୁଗ ବିତିଯାଏ, ଯୁଗ ଯୁଗ ବିତିଯାଏ, ଜନ୍ମ ପରେ ମୃତ୍ୟୁ, ଜନ୍ମ ପରେ ମୃତ୍ୟୁ ବିତିଯାଏ। ଏଣ୍ଡ ଦି ଏନିମାଲ୍ ବ୍ରାଉଜେସ୍, ଏବଂ ସେହି ପଶୁ ପ୍ରକୃତି ଆମର ପବିତ୍ର ବେଷ୍ଟନ ଭିତରେ ବ୍ରାଉଜିଂ କରେ, ଚରାବୁଲା କରେ ଏବଂ ତାକୁ ଝାମ୍ପିକିରି ଖାଏ, ରାମ୍ପିକିରି ଖାଏ। ଏଣ୍ଡ ଦି ଗୋଲ୍ଡ ହକ୍, ଅର୍ଥାତ୍ ସୁବର୍ଣ୍ଣର ସେନ, ଅର୍ଥାତ୍ ସାଇକିକ୍ ବିଙ୍ଗ ଉଠିପାରେନି। ବଟ୍ ୱାନ୍ ଷ୍ଟୁଡ୍ ଅପ୍ ଏଣ୍ଡ ଲିଟ୍ ଦ ଲିମିଟଲେସ୍ ଫ୍ଲେମ୍। କିନ୍ତୁ ଜଣେ ଏହାର ପ୍ରତିରୋଧ କଲେ ଏବଂ ତାକୁ କହିଲେ ନା, ମେନ୍ ଇଜ୍ ଇମୋର୍ଟାଲ୍। ସେଥିପାଇଁ ମାଆଙ୍କର ଆବିର୍ଭାବ। ଅତଏବ ଆମେ ମାଆଙ୍କୁ ପ୍ରଣାମ କରିବା ଏବଂ ତାଙ୍କରି ପଥରେ ପଥଗାମୀ ହେବା।